ବିଶୋଇ ବ୍ଲକର 2 ଜଣ ଅଧିକାରୀ ମହିଳାଙ୍କୁ ଚାକିରି ଦେବାର କହି 60,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିବା ପ୍ରକାଶ ଯେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ମିଶନ ଶକ୍ତି ପ୍ରୋଜେକ୍ଟର ବିପିଏମ୍ ଲକ୍ଷ୍ମଣ କୁମାର ବିଶ୍ୱାଳ ଏବଂ ଏସ୍ଡିସି ପଦ୍ଧୃତି କୁମାର ଭୂୟାଁ ବ୍ଲକର ଏକ ମାଷ୍ଟର ବୁକ୍ କିପରି ପଦବୀ ପାଇଁ ଜଣେ ଆଶାୟୀ ଫୁଲଝରା ଗ୍ରାମର ଲିଲିମଣି ଟୁଡୁଙ୍କଠାରୁ 60,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ବ୍ଲକର 2 ଦାୟିତ୍ୱ ସମ୍ପୂର୍ଣ୍ଣ ଅଧିକାରୀଙ୍କ ଏହି ଲାଞ୍ଚୁଆ ପ୍ରକୃତିର ଦେଖି 2 ମହିଳା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ 2 ଲାଞ୍ଚ ବିରୋଧୀ ଆଦିବାସୀ ମହିଳା ଲିଲିମଣି ଓ ଦେଉଲା 60,000 ଟଙ୍କା ନେଇ 2 ଅଧିକାରୀ ଶ୍ରୀ ବିଶ୍ୱାଳ ଓ ଶ୍ରୀ ଭୂୟାଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଦୁଇ ଅଧିକାରୀଙ୍କୁ 60,000 ଟଙ୍କା ପ୍ରଦାନ କଲା ପରେ ସୂଚନା ପାଇ ବ୍ଲକରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ଲାଞ୍ଚ ଗ୍ରାହିତକାରୀ ଶ୍ରୀ ବିଶ୍ୱାଳ ଓ ଶ୍ରୀ ଭୂୟାଙ୍କ ପାଖରୁ 30,000 ଟଙ୍କା ଲେଖାଏଁ ରଙ୍ଗବୋଳା ଟଙ୍କା ଜବତ କରି ସେମାନଙ୍କ ବିରୁଦ୍ଧରେ 3/24ରେ ଏକ ମାମଲା ରୁଜୁ କରି ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ବାଲେଶ୍ୱର ବାରିପଦାରୁ ଆସିଥିବା ଦୁର୍ନୀତି ନିବାରଣ ଟିମ୍ରେ ଅତିରିକ୍ତ ଏସ୍ପି ହରେକୃଷ୍ଣ ମାଝୀ, ଇନ୍ସପେକ୍ଟର ବିକାଶ ସ୍ୱାଇଁ ଓ ଦଶରଥ ହେମ୍ରମ, ଏଏସ୍ଆଇ ଲଳିତ କୁମାର ରାଉତ ଓ ଶଶିକାନ୍ତ ଦାସ ପ୍ରମୁଖ ସାମିଲ ହୋଇଥିଲେ। ମୋ ନାଁ ହରେକୃଷ୍ଣ ମାଝୀ, ଏଡିସନାଲ ଏସ୍ପି ଭିଜିଲାନ୍ସ ବାରିପଦା। ଦେଖନ୍ତୁ ଆମର ଦେଉଳା କିସ୍କୋ ଯେ ଅଛନ୍ତି ସେ ଅଛନ୍ତି ଯୋଡ଼ିଆ ଜିପିର ଜିପିଏଲ୍ଏଫ୍ ମିଶନ ଶକ୍ତିର ଜିପିଏଲ୍ଏଫ୍ ଅଛନ୍ତି ପ୍ରେସିଡେଣ୍ଟ। ଆଉ ଏଇ ଯେଉଁ 2 ଜଣ ଯେଉଁ ଧରା ପଡ଼ିଛନ୍ତି ତାଙ୍କର ନାଁ ହେଲା ଜଣେ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ମିଶନ ଶକ୍ତିର ତାଙ୍କର ନାଁ ହେଲା ଲକ୍ଷ୍ମଣ କୁମାର ବିଶ୍ୱାଳ, ଆଉ ଜଣେ ପ୍ରଦୂତି ରଞ୍ଜନ ଭୂୟାଁ, ସେ ଅଛନ୍ତି ସ୍କିଲ୍ ଡେଭଲପମେଣ୍ଟ କୋଅର୍ଡିନେଟର। ସେ 2 ଜଣ ଗୋଟେ ପୋଷ୍ଟ ବାହାରିଥିଲା ମାଷ୍ଟର ବୁକ୍ କିପର ପୋଷ୍ଟ ବାହାରିଥିଲା MBK, ସେଥିପାଇଁ ସେ ଯେଉଁ କ୍ୟାଣ୍ଡିଡେଟ୍ ଲିଲିମଣି ଟୁଡୁକୁ 60,000 ଟଙ୍କା ମାଗିଥିଲେ। ବିଷୟରୁ ଆନୱାର ହୋସେନଙ୍କ ରିପୋର୍ଟ, ଏ1 ଓଡ଼ିଶା।